ଝିଅର ମା ଆମେ ଠିକଣା ଜାଗାରେ ଆସି ପହଞ୍ଚି ଯାଇଛୁ। ଶୁଣିବେ ତମେ କିଏ ତମେ? ଆପଣ ଦେଖିକି ଚିହ୍ନି ପାରୁନାହାନ୍ତି? କିଏ ତମେ? ଆଉ ଜାଣି ଜାଣି ଅଜଣା ଭଳି କଥାବାର୍ତ୍ତା କେମିତି ହଉଛନ୍ତି? ଓ ତମେ ତାହେଲେ ସେଇ ଅଘରୀ ନା? ହଁ ହଁ, ତମେ ଏଥର ଠିକ ଚିହ୍ନି ପାରିଛ। ଆଉ ଆସିଛୁ ଆମେ କୋଉ ଉଦ୍ଦେଶ୍ୟରେ ସେଇ କଥା ବି ତମେ ବୋଧେ ଜାଣିପାରିଥିବ। ମାନେ କୋଉ ଉଦ୍ଦେଶ୍ୟ କଥା କହୁଛ ତମେ? କୋଉ କଥା ନେଇ ଆସିଛୁ ଜାଣିବାକୁ ଚାହୁଁଛ ନା? କୁହ, କୋଉ ଉଦ୍ଦେଶ୍ୟ କଥା କହୁଛ? ହଁ ହଁ, ଶୁଣ, ତମ ଝିଅ ନନ୍ଦିନୀର ପ୍ରସ୍ତାବ ନେଇକି ଆସିଛୁ। ପ୍ରସ୍ତାବ? କି ପ୍ରସ୍ତାବ? ଆରେ ତମ ଝିଅକୁ ବାହା ହେବା ପ୍ରସ୍ତାବ ନେଇ ଆସିଅଛୁ। ମୋ ଝିଅ ଆଉ ବାହାଘର? ହଁ, ମାନେ ମୁଁ କିଛି ବୁଝିପାରୁନି। ବୁଝିପାରୁନ? ମାନେ ସ୍ୱୟଂ ବର ଆସିଛନ୍ତି ଖବରି ସବୁରେ ଝିଅ। ମାନେ ତ୍ରିକାଳ ଦେବ ଆସିଛନ୍ତି। এই କଥା ତମେ କିଛି ବି ଜାଣିପାରୁନ? ତମେ ତାହେଲେ ମୋ ଝିଅର ପ୍ରସ୍ତାବ ନେଇ ମୋ ଘରକୁ ଆସିଛ ନାଇଁ? ତାମାନେ ତମେ ମୋ ଝିଅକୁ ବିବାହ କରିବ? ଚୁପ୍ କର। ତମକୁ ଟିକେ ଲଜ୍ଜା ଲାଗିବା କଥା। ସାମାନ୍ୟ ଗୋଟେ ବ୍ରହ୍ମଚାରୀ ଅଘରୀ ତମ ମୁହଁରେ ପୁଣି ବିବାହର ଶବ୍ଦ? ଛି ଛି ଛି। ଆରେ ଏଭଳିଆ କଥା ଘଟିବ ମୁଁ କେବେ ବି ଭାବିନଥିଲି। ଲଜ୍ଜା? ବିବାହ କରିବା କଣ ଏଇଟା ଲଜ୍ଜା? ଆରେ ତମେ ହଉଛ ଜଣେ ବକଳଧାରୀ ବାବା, ଯେ କି ଶ୍ମଶାନ ଘାଟରେ ବସି ତପସ୍ୟା କରିବା କଥା। ହେଲେ ତମେ ଆସିଛ ମୋ ଝିଅକୁ ବିବାହ କରିବା ପାଇଁ? ଚୁଡ! ହେଲେ କଣ ତମେ ଏ ପ୍ରସ୍ତାବରେ ରାଜି ନୁହଁ? ନା, ରାଜି ନୁହଁ। ମୋ ଝିଅକୁ ମୁଁ ତଣ୍ଟି ଚିପି ମାରିଦେବି ପଛେ, ହେଲେ ତମ ଭଳିଆ ଗୋଟେ ରାକ୍ଷସକୁ କେବେ ବି ବିବାହ ଦେବିନି। ଚାଲିଯାଅ, ଚାଲିଯାଅ, ଚାଲିଯାଅ କହୁଛି। अबे साली माइकिनाटा कौन कहिला बुद्धि पारिलु ना? कहुछि ओ प्रस्ताव रे से राजी नुहो। ताहेले याको हम असल रूपटा देखै देबा गुरुदेव। ओहो, सेई कथाटा ताकू बुझेई दे। देखो जेते शीघ्र पार्टी उठी चली नचे चित्कार कर राज्यवासी डाके बाध्य होई। चली जा कहूची। हेलो ए राजा माता, भलरे मान जाओ। हम गुरुदेवरा बहुत भलो ना मु मो झियो को नदी की पोखरे मारी देबे पछे, हेले तम मान को कथा केबे भी राजी होई परिबेनी, केबे नुह। अबे शिष्य माइकिनाटा कौन कहिला बे? गुरुदेव राजा माता जमारू मारुनी अनुनी आपन
असल रूपड़ा देखे दिया गुरुदेव। জয় বাবা ত্রিকল দে শেষথর পাইব তোমাকে কହୁଛି হাত ধরি নিউরা হয়ে কହୁଛି ମୋ ପ୍ରସ୍ତାବରେ ତମେ ମାନି ନିଅ। କହିଲି ପରା ମୁଁ ପଛେ ମୋ ଝିଅକୁ ମାରୁ ମାରୁ ମାରିଦେବି, ହେଲେ ତୋ ଭଳିଆ ଗୋଟେ ରାକ୍ଷସ ହାତରେ କେବେ ବି ମୋ ଝିଅକୁ ଟେକି ଦେଇ ପାରିବିନି। ହଲରେ କହୁଛି ମୁଁ ତମକୁ ମୋ ପ୍ରସ୍ତାବଟା ମାନି ନିଅ। ନା ପାରିବିନି, ପାରିବିନି। ପାରିବନି? ଆରେ କଥାରେ ଅଛି ସିଦ୍ଧ ଆଙ୍ଗୁଳିରେ ଘିଅ ନ ବାହାରିଲେ ଆକୁ କେମିତି ଟେଢ଼ ଆଙ୍ଗୁଳିରେ ବାହାର କରିବାକୁ ଠିକ ସେଇଭଳି ମୁଁ ତମକୁ ଅବସ୍ଥାନ କଣ କରିବି, ତାପରେ ତମେ ଠିକ କଥାଟା ବୁଝିପାରିବ। ମାନେ କଣଟା କରିବ ଟିକେ ଶୁଣେ। ସତ କୁହ, ଭଲରେ ଭଲରେ ପଚାରୁଛି ମୋ ପ୍ରସ୍ତାବରେ ତମେ ରାଜି ନା ନୁହଁ? ନା ବିରକ୍ତ କର କହୁଛି। ଥରେ କହିଲେ ମୁଁ ରାଜି ହେଇପାରିବିନି, ମାନେ ପାରିବିନି। ପାରିବନି? ହଁ ଏମିତି ପାରିବନି, ଏବେ ଦେଖୁଛି ଏମିତି ପାରିବନି। ପ୍ରସ୍ତାବରେ ରାଜି ନୁହଁ? କୁହ, ସତ କୁହ, ମୋ ପ୍ରସ୍ତାବଟା ରାଜି ହୁଅ। ନା ପାରିବିନି, ନା ନା। କେମିତି ବନ୍ଧନ ଏଇ ମନ ଶ୍ରୁତି ଟିକେ ମୁଁ ଯେ ମାଗୁ ଅଛି ଛାଡ଼ି ଦିଅ ବୋଲି। କେମିତି ବନ୍ଧନ ଏ ମଣିଷର ଯିବାକୁ ଦଉନାହିଁ ସରିଗଲା ସୁଖ ମୋର ଆସିଲା ରେ ଦୁଃଖ ମୋର, ସରିଗଲା ସୁଖ ମୋର ଆସିଲା ରେ ଦୁଃଖ ମୋର। ଦେଖୁଛ ସମାଜ ଏଠି ପାପିଙ୍କ ଖେଳ, ଏଠି ମରିବା ମନା ଏଠି ବଞ୍ଚିବା ମନା, ସବୁଆଡ଼େ ଚର୍ଚ୍ଚା ଏଇଆ ଠିକଣା। ଏଠି ବଞ୍ଚିବା ମନା ଏଠି ସହିବା ମନା, ସବୁଆଡ଼େ ଚର୍ଚ୍ଚା ଏଇଆ ଠିକଣା।
ভগবান হে নিষ্ঠুর দৈব ମୋ ସାଥେ ଏସବୁ କ'ଣ ସବୁ ଘଟିଗଲା ଠାକୁର ଏସବୁ କ'ଣ ଘଟିଗଲା ମୋର ସମୟର ଚକ୍ର ଏଠି କେତେ କଷ୍ଟରେ ରାତେ ରାତି କେତେ ଦୁଃଖ ସହି ପଡ଼ି ଆସିଥିଲେ ଜୀବନ ସାରା ଦୁଃଖ ଦେଇ ଦେଇ ଆହୁରି ମନ ଶାନ୍ତି ହେଲାନି ଯେ ଶେଷରେ ଆଜି ତମେ ମୋ ଆଖି ଦିଟାକୁ ଫୁଟେଇ ଦେଲ କେମିତି ଏ ପ୍ରେମ ସମ୍ପର୍କ ଦୁନିଆ ଯେ ଥାଉ ଥାଉ ଏଠି ହେଲା ଅନ୍ଧାର ବଞ୍ଚିବାକୁ ହେଲେ ଇଚ୍ଛା ଥିଲା ମୋର ମନର କୁଟାଲି ଦେଲ କର୍ମ ବଞ୍ଚିବାର ଦୁନିଆର ନାଇଁ ମୋର ସାଭରସା ବଞ୍ଚିବାର ନାଇଁ ମୋର ନାଇଁ ଏଠି ସାଭରସା ଦୟା କର କ୍ଷମା କର ହେ ଭଗବାନ আখি হেলাম অন্ধ হেলি মো সংসার মর আখি দিলে মো দুনিয়া ভল অন্ধ হেলি মো দেখিয়ে মর অন্ধ হেলি মো দেখিয়ে মর ସବୁ ଗଲା ସଂସାର ଏବେ କୁଆଡ଼େ ଯିବି ମୁଁ କୋଉଠିକି ଯିବି ମୁଁ ଅନ୍ତୁଡ଼ି କରି ଖେଦି ଦେଲା ପରେ ଏବେ ମୁଁ ଯିବି କୁଆଡ଼େ କିଏ ବା ମତେ ସାହାରା ହବ नहीं ମୁଁ ଯିବି ନିଶ୍ଚୟ ଯିବି ମୁଁ ନିଶ୍ଚୟ ଯିବି କେହି ନ ରଖିଲେ ବି ସେ ଦେବଦେବ ମହାଦେବ ବାବା ବଡ଼ି ନାଗେଶ୍ୱର ମା ଖବେଶ୍ୱରୀ ମୋତେ ନିଶ୍ଚୟ ଦୟା କରିବେ ନିଶ୍ଚୟ ଦୟା କରିବେ ମୁଁ କେମିତି ବଦନ ଏ ସମାଜ ସବୁ ତ ହେ ନା ପର ଏକା ମନି ଯାର କାହାଡ଼ିରେ ଲେଖୁଦେଲି କାହାଡ଼ିରେ ଲେଖିଦେଲି ସବୁ ତ ପର କିଏ ବା ଶୁଣିବ କାହାଡ଼ି ମୋର
ସବୁ ପର ଏଠି ଲୁହ ନିଜର ବା ଶୁଣିବ କାହାରି ମୋର ସବୁ ପର ଏଠି ଲୁହ ନିଜର এটা কোউ জায়গা ମୁଁ କୋଉଠିକି ଆସିଛି ଲାଗୁଛି ବଣ ଜଙ୍ଗଲ ଭରା କୋଉ ଗୋଟେ ଜାଗା ଏଠି କଣ ସତରେ ଗାଁ ଗଣ୍ଡା ଅଛି? ଏଠି କଣ ସତରେ ଲୋକ ବାକ ଅଛନ୍ତି? ଆରେ ହେ କାଳିଆ ଠାକୁର, ଆରେ ଏଟେ ଏଟେ ଆଖିରେ ତୁ ସିନା ସାରା ଦୁନିଆକୁ ଦେଖୁଛୁ, ହେଲେ ଦେଖିଲୁ ମୋ ଆଖି ଦିଟାକୁ ଦେଖରେ, ଆରେ ଦେଖ ଭଲ କରି ଟିକେ। କୋଉ ଜନ୍ମର କୋଉ ପାପ ପାଇଁ ଆଜି ମୋ ଆଖି ଦିଟା ଚାଲି ଯାଇଛି ରେ, ଚାଲି ଯାଇଛି ମୁଁ। এই কাଳିଆ ଠାକୁର, ଆରେ ଜାଣିଛୁ ମୋ ପେଟରେ ନା ମୋ ପେଟରେ ପେଟେ ଭୋକରେ, ପେଟରେ ପେଟେ ଭୋକ। ଏବେ କଣ କରିବି ରେ? ସେଇଦିନେ ପାଟିରେ ସୁନା ଚାମଚ ନେଇ ଜନ୍ମ ନେଇଥିଲା, ଆଜି ତାକୁ ଗୋଟେ ଭିକାରୁଣୀ ସଜେଇ ଦେଲୁ ନା ତାକୁ ଭିକାରୁଣୀ। ନ ସଜେଇବ ମୁଁ ଖାଇବି। ଆରେ ମୋ ଉପରେ ଗୋଟେ ଦୋଷୀ। ତୋ ବଡ଼ ଦାଣ୍ଡରେ ହଜାରେ ପୁଣ୍ୟ କରା ଭକ୍ତ ଥିଲା ବେଳେ ମୁଁ ବା ଗୋଟେ ପାପୀଟିଏ ହଉରେ ଜଗା। ତୋ ବଡ଼ ଦାଣ୍ଡରେ ତ ଅନେକ ଭକ୍ତ ଭିକ ମାଗୁଛନ୍ତି, ଆଜି ପେଟ ଚାକଡ଼କୁ ପୁରେଇବା ପାଇଁ ମୁଁ ବି ଏଠି ଭିକ ମାଗିବି, ଭିକ ମାଗିବି, କାନେ ପତେଇ ମୁଁ ଭିକ ମାଗିବି। ତୋର ସିନା ସେଠି ଅନେକ ଭକ୍ତ ଅଛନ୍ତି, ତୁ ସିନା ସେଠି ଭକ୍ତଙ୍କ ଗୁହାରି ଶୁଣୁଛୁ, ହେଲେ ଏଠି ମୋ କଥା ନିଶ୍ଚୟ ଲୋକ ଶୁଣିବେ। ମୋ ରାଜ୍ୟରେ ଥିବା ମା, ମାଉସୀ, ବାପା, ଭାଇ, ଦାଦା, ଖୁଡି ସମସ୍ତେ ମୋ କଥା ଶୁଣିବେ, ନିଶ୍ଚୟ ଶୁଣିବେ ସେମାନେ। ଏ ମୋର ମା ମାଉସୀ ମାନେ, ଏ ମୋର ଦାଦା ଭାଇ ମାନେ, ଏ ମୋର ବଡ଼ ବାପା ମାଉସା ମାନେ, ଆଜି ଦେଖିଲ ପରିସ୍ଥିତିର ସମୟ ଚକ୍ରରେ ପଡି ଆଜି ତମର ଏ ଅଭାଗିନୀ ଝିଅଟା ଗୋଟେ ଅନ୍ଧୁଣୀ ହେଇଯାଇଛି। ଆଜି ପେଟ ଚାକଣ୍ଡକୁ ପୁରେଇବା ପାଇଁ ଆଜି ତମ ମାନଙ୍କ ପାଖରେ କାନି ପତେଇ ଭିକ ମାଗୁଛି। ଏ ମୋର ଦାଦା ମାନେ, ଆଜି ଅଭାଗିନୀଟାକୁ ତମେ ଯଦି ଟଙ୍କେ ଦାନ କରିଥିବ ନା, ଉପର ବାଲା ତମକୁ ନିଶ୍ଚୟ ସାହାଯ୍ୟ କରିବ। ଦୟା କର ମା, ଦୟା କର ମୋର ଭଉଣୀ ମାନେ, ଏ ଅଭାଗିନୀଟାକୁ ଭିକ୍ଷ ମୁଠେ ଦିଅ, ଭିକ୍ଷ ମୁଠେ ଦିଅ ମା, ଭିକ୍ଷ ମୁଠେ ଦିଅ। ସ୍ୱାମୀର ଜୀବନ ପାଏ ମାଗୁଛି ହାତ ପାତି, ଦୟା କର ବାବୁ, ଦିଅ ହେ ଦାନ କିଛି।
স্বামীর জীবন পাই মাগুছি হাত পাতি দয়া কর বাবু দিয় দান কিছু স্বামীর জীবন পাই মাগুছি হাত পাতি দয়া কর বাবু দিয় দান কিছু কালি দিনা পাটনানি আজি হেনা ভিকারুণী কালি দিনা পাটনানি আজি হেনা ভিকারুণী সহিত হউনি দুহর নহনি সহিত হউনি লুহত নহনি ধূম ভাগনে এই শেষ দেখা স্বামীর জীবন পাই মাগুছি হাত পাতি দয়া কর বাবু দিয় হে দান কিছু কালি দিনা পাটনানি আজি হেনা ভিকারুণী কালি দিনা পাটনানি আজি হেনা ভিকারুণী সহিত হউনি জীবন নাউনি সহিত হউনি জীবন নাহুনি এই শেষ দেখা दिया है दान तो किछि मागुछि गुहारी दान दिया है मागुछि किछि दान मोट दिया मागुछि किछि दिया है दान तो किछि मागुची हाथ पाती दिया है दान किछि मागुची हाथ पाती दिया है दान किछि मागुची हाथ पाती मागुची हाथ पाती मागुची हाथ पाती मागुची हाथ पाती मागुची हाथ ଦେଖିଲୁ ରେ ଜଗା ତୋ ଦ୍ୱାରା ସିନା ସବୁବେଳେ ଭକ୍ତଙ୍କ ଭିଡ଼ ରହିଥାଏ ଲାଗିକି ତୁ ସିନା ବଡ଼ ବଡ଼ ଆଖିରେ ଦେଖିକିରି ସମସ୍ତଙ୍କ କଥା ବୁଝିଥାଉ ଆଜି ମୋ ରାଜ୍ୟବାସୀ ମାନେ ମୋ କଥା ନିଶ୍ଚୟ ବୁଝିଲେ महारानी मंत्री मंत्रीवर 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 कौटी तमे मु एठी अछि एकी अवस्था अछि महारानी मंत्रीवर मु किछि देखि पारुनी मंत्रीवर मते मते किछि
ଶୁଣିବ ନା ଶୁଣିବ ସେ ବହୁତ ବହୁତ ଲମ୍ବା କାହାଣୀ ମନ୍ତ୍ରୀବର ସେ ରାକ୍ଷସ ଘରେ ଆଜି ମୋର ଏତେ ବଡ଼ ଅବସ୍ଥା କରିଦେଇଛି। କିଏ ସେ ରାକ୍ଷସ? ସେଇ ଅଘରୀ ଯାହା ପାଇଁ ଆଜି ମୁଁ ଗୋଟେ ବିଧବା, ଯାହା ପାଇଁ ମୋ ଝିଅ ଗୋଟେ ପିତା ଚାହୁଁଟ, ସେଇ ଆରାମଜାଦା ଆଜି ମୋ ଆଖି ଦିଟାକୁ ଫୁଟେଇ ଦେଇଛି। ସେଇ ରାକ୍ଷସ ଅଘରୀ? ଆପଣଙ୍କୁ କିଛି ବି ହବନି, କିଛି ହବାକୁ ମୁଁ ଦେବିନି। ସେଇ ଅଘରୀଟାକୁ ମୁଁ ଦେଖିନେବି। ମହାରାଣୀ ଏପରି ଅବସ୍ଥାରେ ଏଇ ଜାଗାରେ ଆପଣ ଚାଲନ୍ତୁ ମହାରାଣୀ, ମୋ ସାଥିରେ ମୋ ଘରକୁ ଚାଲନ୍ତୁ। ସେଇ ଅଘରୀକୁ ମୁଁ ନିଶ୍ଚୟ ମୁଁ ତା ଜୀବନକୁ ନେବି। ତମେ ସତ କହୁଛ? ମହାରାଣୀ, ସେଇ ଅଘରୀ ଯୋଉଠି ଥିଲେ ବି ମୁଁ ତାକୁ ନିଶ୍ଚୟ ଖୋଜିବି। ନହେଲେ ମୋ ଦୁଇ ପୁଅଙ୍କୁ କହିବି ସେଇ ଅଘରୀକୁ ଖୋଜିକି ତାକୁ ମାରିବା ପାଇଁ। ଚାଲ ମହାରାଣୀ, ଚାଲ ଏବେ ମୋ ଘରକୁ ଯିବା। ଆସି ଏ ଘର ଜଙ୍ଗଲରେ ପହଞ୍ଚି ସାରିଲେଣି। ହେଲେ କୋଉଠି ସେ ମଣିର ଦେଖା ନାହିଁ। ସେପଟେ ମୁଁ ମାନିନୀକୁ କଥା ଦେଇ ଆସିଛି, ମୁଁ ନିଶ୍ଚୟ ସେ ମଣିକୁ ନେଇ ଆସିବି। ହେଲେ ଏପର୍ଯ୍ୟନ୍ତ ମଣିର କୌଣସି ସନ୍ଧାନ ମଧ୍ୟ ମିଳୁନି। ଆରେ ସତରେ ସେଇ ମନ୍ଦିର ଭିତରେ କଣ ଗୋଟିଏ ଜିନିଷ ଚକଚକ ହେଇ ଦେଖା ପଡୁଛି। ହଁ ଚକଚକ ହେଇ ଦେଖା ପଡୁଛି। କାଲି ସେଇ ମଣି ହେଇପାରେ। ନା ମୁଁ ନିଶ୍ଚୟ ଯାଇ ଦେଖି ଆସିବି। ହଁ ମୁଁ ନିଶ୍ଚୟ ଦେଖି ଆସିବି। ସେପଟୁ ଆସୁଅଛି। ମୁଁ ଏଠି ଟିକେ କ୍ଷଣି ଲୁଚି ରୁହେ। ଲୁଚି ରୁହେ। ଶିଷ୍ୟ, ଆମେ ରାତି ଆସି ଅନେକ ସମୟ ହେଲାଣି। ହେଲେ ଦେଖିବା ମଣିଟା ଅଛି ନା ନାହିଁ। शिष्य, अरे मणिटा तो सतक सती हम पाखे अच्छे। हेले शुण, राति आसी अनेक समय है। अरे
କିଛି ସମୟ ତ ବିଶ୍ରାମ କରିବା। ଠିକ ଅଛି, ମୁଁ ଏଠି ଶୟନ କକ୍ଷରେ ଶୟନ କରୁଛି, ତମେ ସେଠି ବିଶ୍ରାମ ନିଅ। ହଉ। এঠু মরি নেই মু শীঘ্র চালিযিবি। এমানে দুই জন তো হাড় নিদ্রারে নিদ্রিত। মু শীঘ্র মরি নেই এঠু। ସମୟର ବେଳ କନେଇ ଆସିଲା, ସମୟର ଚକ୍ରାନ୍ତରେ ମୁଁ ଯେ ପଡ଼ିଗଲା। ସମୟର ଚକ୍ରାନ୍ତରେ କିଏ ବାପ ଜାଣିଲା, অনাথ হই মনি যে অনাথ হইলা। সময়ের বেলা কিয়ে বা বুঝিব, এমিতি সম্পর্ক কিয়ে জানিব, প্রেমর সম্পর্কর কিয়ে বা জানিব, এমিতি তো কষ্ট হব কিয়ে বা বুঝিব, প্রেমর সম্পর্কর কিয়ে বা বুঝিব, এমিতির সম্পর্কর কিয়ে বা জানিব। লেখু লেখু লেখি দেলে, লেখু লেখু লেখি দেলে লুহর মরা। কিয়ে বা শুনিব কাহারি মর, সবু পর এঠি লুহরে জর। কিয়ে বা শুনিব কাহারি মর, সবু পর এঠি লুহরে জর। কিয়ে বা শুনিব কাহারি মর, সবু পর এঠি লুহরে জর। কিয়ে বা শুনিব কাহারি মর, সবু পর এঠি লুহরে জর।
ମନ୍ତ୍ରୀବର ଏଟା ଏଟା କଣ ଆମ ରାଜ୍ୟ? ହଁ ମହାରାଣୀ, ଆମ ରାଜ୍ୟ, କିନ୍ତୁ ଏଇଟା ହଉଛି ଆମ ଘର। ଏଟା ଏଟା ତମ ଘର? ହଁ ମହାରାଣୀ। କଣ କରିବି କହିଲ? ଆଖି ଭଲ ଥିଲା ବେଳେ ଦିନଟିଏ ବି ତ ଆସିପାରିଲେନି। ଆଜି ଆଜି ଚାଣ୍ଡାଳ ଆଖିଟା ବି ଚାଲି ଯାଇଛି। ଘରଟାକୁ ଦେଖିବା ପାଇଁ ଯେତେ ଇଚ୍ଛା ଥିଲେ ବି ଛାଡ଼। ନାଇଁ ମହାରାଣୀ, ଆପଣଙ୍କ ଆଖି ଚାଲି ଯାଇଛି ସତ, ହେଲେ ମୁଁ ଚେଷ୍ଟା କରିବି, ନିଶ୍ଚୟ ଚେଷ୍ଟା କରିବି ଯେମିତି ଆପଣଙ୍କ ଦୃଷ୍ଟି ଶକ୍ତି ଫେରାଇ ଆଣିବା ପାଇଁ। ଆଉ କଣ ହବ ଆଖି ଫେରିବ? ନିଶ୍ଚୟ ମହାରାଣୀ, ଏ ଦୁନିଆରେ କୋଉଟା ଅସମ୍ଭବ ନୁହଁ, ତାହା ପାଇଁ ସେଇ କାଳିଆ ଠାକୁର ଅଛନ୍ତି। ମହାରାଣୀ, ତମେ ସତ କହୁଛ? ହଁ ମହାରାଣୀ, ମୋ ଆଖି ଭଲ ହେଇଯିବ? ନିଶ୍ଚୟ ମହାରାଣୀ। ପୁଣି ଥରେ ଦୁନିଆକୁ ଦେଖିବି। ନିଶ୍ଚୟ ମହାରାଣୀ, ସେ କାଳିଆ ଚାହିଁଲେ, ସେ ମା ଖମ୍ବେଶ୍ୱରୀ ଯଦି ଚାହିଁବେ, ତାହେଲେ ଆପଣ ନିଶ୍ଚୟ ଦୃଷ୍ଟି ଶକ୍ତି ଫେରି ପାଇବେ। ହେଲେ ଆମେ ମୋ ପୁଅ ଦୁଇ ଜଣ ବି ଯାଇଛନ୍ତି ସେ ମଣିର ସନ୍ଧାନରେ। ସେମାନଙ୍କୁ ଅପେକ୍ଷା କରିବା, ସେମାନେ ଆସିଲେ ତାପରେ ଆପଣଙ୍କ ବ୍ୟବସ୍ଥା କରିବା। ଠିକ ଅଛି ମନ୍ତ୍ରୀ, ଠିକ ଅଛି। ମହାରାଣୀ, ଏଠି ଆପଣ କିଛି ସମୟ ବିଶ୍ରାମ। ଠିକ ଅଛି। हे ମା ଖମ୍ବେଶ୍ୱରୀ, ଆଜି ପୁଣି ଏହି ଦୃଶ୍ୟ ଦେଖିବାର ଥିଲା। ମହାରାଣୀଙ୍କ ଆଖିରେ ଲୁହ ଜମା ସହି ହଉଛି। ସିଆଡେ ମୋ ଦୁଇ ପୁଅ ଯାଇଛନ୍ତି ଯେ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି। ହେ ମା ଖମ୍ବେଶ୍ୱରୀ, ମୋ ଦୁଇ ପୁଅଙ୍କୁ ଭଲରେ ଭଲରେ ଫେରେଇ ଆଣ ମା, ଭଲରେ ଭଲରେ ଫେରେଇ ଆଣ। ଆଜିକି ପ୍ରାୟ 15 ଦିନ ହେଇଗଲା। ମୋ ପୁଅ କୋଉଠି ରହିଛନ୍ତି, କଣ ଖାଉଛନ୍ତି, ତାଙ୍କ ଖୋଜ ଖବର ବି ନାହିଁ। ସେମାନେ ଏପର୍ଯ୍ୟନ୍ତ ଫେରି ନାହାନ୍ତି କାହିଁକି? ମୋ ମନଟା ପୁରା ବ୍ୟାକୁଳ ହୋଇ ପଡ଼ିଲା। ମୁଁ ଆସି ଯାଇଛି ବାପା। ଆପଣ କୋଉଠୁ? ବାପା, ଏ ବାପା, ପୁଅ ବିକାଶ, ବାପା। ହଁ ବାପା, ମୁଁ ଆସି ଯାଇଛି। ଆପଣଙ୍କୁ ଯେତେବେଳେ ମୁଁ କଥା ଦେଇଥିଲି, ଆପଣଙ୍କ କଥା ମୁଁ ରକ୍ଷା କରିଛି ବାପା। ସତରେ ପୁଅ? ହଁ ବାପା। ତୁ ଏକା ଆସିଛୁ? ହେଲେ ସାଙ୍ଗରେ ତ ଦୁଇ ଭାଇ ଯାଇଥିଲୁ, ସେଠିକି ସେଇପଟେ ରହିଗଲା, ଆପଣ ଟିକେ ଏପଟେ ରହିଗଲି। ହେଲେ ଆପଣଙ୍କୁ ଯୋଉ କଥା ଦେଇଥିଲୁ, ଆମେ
সেই কথা মু নিশ্চয় পূরণ করিছি। এই দেখন্তু ପୁଅ ମୋ ଆଖିକୁ ଜମା ବିଶ୍ୱାସ କରିପାରୁନି। ସତରେ ତୁ ବାବା ମଣିନାଗେଶ୍ୱର ମଣିକୁ ନେଇ ତୁ ଆସିଛୁ? ହଁ ବାବା, ଆପଣଙ୍କୁ କାହିଁକି ମୁଁ ମିଛ କହିବି? ଆପଣ ପରା ମୋର ସବୁ କିଛି। ଯେତେବେଳେ ମୋ ମା ଚାଲିଗଲେ ସେଇଦିନଠୁ ଆପଣ ମୋର ଲାଲନ ପାଳନ କରି ଏଡ଼େଟେ କରିଛନ୍ତି। ପୁଅ ହଁ ତୁ ଯେତେବେଳେ ମଣି ନେଇକି ଆସିଛୁ ତୁ ନିଶ୍ଚୟ ରାଜକୁମାରୀକୁ ବାହା ହେବୁ। ଆଉ ଯେତେବେଳେ ଏଇ ମଣି ଆସିଛି ମାନେ ନିଶ୍ଚୟ ମହାରାଣୀ ଭଲ ହେଇଯିବେ। ଠିକ ଅଛି ବାପା, ଆପଣ ଏଇ ମଣି ନେଇକି ମହାରାଣୀକୁ ଦେବେ। ଆଉ ମୋ କଥାରେ କେବେ ପୁଣା କରିବି ନା ହେଲା। ଯେମିତି ମୁଁ ଆପଣଙ୍କୁ କଥା ଦେଇଛି ମାନେ ସେମିତି ମତେ ରାଜକୁମାରୀକୁ ବାହା କରିଦେବେ। ବାପା ବିକାଶ, ତତେ ମୋର ଗୋଟେ କଥା ରଖିବାକୁ ପଡ଼ିବ। କୋଉ କଥା କହିବ ବାପା? ଯେତେବେଳେ ତୁ ଏ ମଣି ନେଇକି ଆସିଛୁ ହଁ ମହାରାଣୀଙ୍କ ମାନ ସମ୍ମାନକୁ ବି ରଖିବାକୁ ପଡ଼ିବ। ଠିକ ଅଛି ବାପା। ମହାରାଣୀଙ୍କର କ'ଣ ହେଇଛି ଜାଣିଛୁ? କଣ ହେଇଛି ବାପା? ସେ ମହାରାଣୀ ବର୍ତ୍ତମାନ ଆମରି ଘରେ ଅଛନ୍ତି। ଆମରି ଘରେ ପୁଣି ଏଡେ ବଡ ରାଜମହଲ ଥାଉ ଥାଉ ପୁଣି ଆମ ଗରିବକୁ ଫେରି? ହଁ ବାପା ବିକାଶ, ମହାରାଣୀ ବର୍ତ୍ତମାନ ବିପଦରେ ଅଛନ୍ତି। କୋଉ କଥା କହୁଛ ବାପା? ଶୀଘ୍ର କୁହ, ଆପଣ ଫେରିକି କୁହନ୍ତୁ ନା। ବିକାଶ, ହଁ ମହାରାଣୀକୁ ସେଇ ରାକ୍ଷସ ଅଘୋରୀ ଅନ୍ଧୁଣୀ କରିକି ଚାଲି ଯାଇଛି। ହଁ, ଆଉ ମୁଁ ବାଟରେ ଯାଉ ଯାଉ ଦେଖିଲି ମହାରାଣୀ ଭିକ ମାଗୁଥିଲେ। ତାହେଲେ ଯିବା, ମହାରାଣୀକୁ ଶୀଘ୍ର ଦେଖିବା ବାପା। ଆସ ଆସ, ତାଙ୍କର କେମିତି ଅବସ୍ଥା ହେଇଛି ଆମେ ଶୀଘ୍ର ଦେଖିକି ସେଇ ରାକ୍ଷସକୁ ନିଶ୍ଚୟ ଦଣ୍ଡ ଦେବା ବାପା। ଠିକ ଅଛି ବାପା। ମନ୍ତ୍ରୀବର ମହାରାଣୀ କିଏ ଆସିଛି କି ମନ୍ତ୍ରୀବର? ରାଜମାତା ଏଠି ମୋ ପୁଅ ବିକାଶ ମଣି ନେଇକି ଆସିଛି ମହାରାଣୀ। ରାଜମାତା, ହଁ ମୁଁ ତୁମର ସେଇ ବିକାଶ। ତମେ ସତ କହୁଛ? ବିକାଶ, ହଁ ତମେ ମଣି ଧରିକି ଆସିଛ? ରାଜମାତା, ଆପଣ ମୋର ପ୍ରଣାମଟା ଗ୍ରହଣ କରିନ୍ତୁ। ତମେ ମଣି ଧରିକି ଆସିଛ? ହେ ବାବା, ହେ ଦେବ ମହାଦେବ ମଣି ନାଗେଶ୍ୱର, ଆଜି ମୋର ସବୁ ଇଚ୍ଛା ପୂର୍ଣ୍ଣ ହେଇଛି ଠାକୁରେ। ଆଜି ମୋର ସବୁ ଇଚ୍ଛା ପୂର୍ଣ୍ଣ ହେଇଛି। ତମ ମଣି ତମକୁ ଫେରସ୍ତ କରିଦେବ ଠାକୁରେ। ତମ ମଣି ତମେ ଫେରସ୍ତ ପାଇବ ତମେ ଫେରସ୍ତ ପାଇବ। ବାପା ବିକାଶ, ବାପା ତୁ ଯେତେବେଳେ ମଣି ନେଇକି ଆସିଛୁ ହଁ ବାପା। ଏଇ ମଣିକୁ ତୁ ତୋ ନିଜସ୍ୱ ହସ୍ତରେ ମହାରାଣୀଙ୍କ ହାତରେ ଦେଇଦେ। ଠିକ ଅଛି, ଆପଣ ଯେତେବେଳେ ମୋ ହାତରେ ଏଇ ମଣିଟାକୁ ମୋତେ ସମର୍ପଣ କରିଛନ୍ତି, ତାହେଲେ ମୁଁ এই মণিটাକୁ ମୁଁ ରାଜମାତାକୁ ସମର୍ପଣ କରିଦେବି। ଦେ ବାବା ଦେ। ରାଜମାତା, ମୋ କଥା ଟିକେ ଶୁଣନ୍ତୁ ରାଜମାତା। ଏଇ ଦେଖ ତୁମ ସହସ୍ତରେ ମୁଁ ତୁମ ମଣିକୁ ଦାନ କରୁଛି।
हे प्रभु देव देव मणि नागेश्वर हे माँ खम्बेश्वरी तते कोटि कोटि नमस्कार माँ तते कोटि कोटि नमस्कार तजे माँ आगे फेरे दीजो माँ जे आगे फेरे दीजो माँ फेरे दीजो मंत्री बर आज तो मो आखि मु फेरी पाइछि ठाकुर को दयालु ओ जो सिद्धांत दिने देइथिली से सिद्धांत भी आज पूर्ण होबा को बसिछि तबे ओ डेरी करनी चलो जेतु भी सिद्धांत करिथिली जे मणि आनी महस्तर समर्पित करिवो ताको ताको मो झियो को ता हस्तर को टेकी देबी आज से दिन आसीचे मंत्री बर चलो से कथा हमें निश्चय पूर्ण करिबा चलो ठीक अछि महारानी तेबे शिवा ए राजाऊ आसु ठीक अच्छे चलो